হ্যালো ভাই নমস্কার। আমার স্টুডেন্ট রিতেশ সে কোশ্চিନ୍ଟା ପଚାରିଥିଲା କି ଏ କୋଶ୍ଚିନ୍ ଆସଲା ଆମେ ସଲ୍ଭ କରିବା। ସେ କୋଶ୍ଚିନ୍ଟା ପଚାରିଥିଲା ଦ ପୋଟେନ୍ସିଆଲ୍ ଗ୍ରାଡ଼ିଏଣ୍ଟ ଆଟ୍ ଏ ପଏଣ୍ଟ ଡ୍ୟୁ ଟୁ ଏ 2 ନାନୋ କୁଲମ୍ ଅଫ୍ ଅ ଚାର୍ଜ ଇଜ୍ -2 ନ୍ୟୁଟନ୍ ଫର୍ କୁଲମ୍। କାଲକୁଲେଟ୍ ଦ ଡିଷ୍ଟାନ୍ସ ଅଫ୍ ଦ ପଏଣ୍ଟ ଫ୍ରମ୍ ଦ ଚାର୍ଜ। ଦେଖନ୍ତୁ ଏ କୋଶ୍ଚିନ୍ ଆମେ ସଲ୍ଭ କରିବା। କୋଶ୍ଚିନ୍ କ'ଣ କରୁଛି ନା ମୁଁ ଗିଭେନ୍ କ'ଣ ଦେଇଛି ନା ଚାର୍ଜ ଦେଇଛି। ଚାର୍ଜ କେତେ ଆମର ଦେଇଛି 2 ନାନୋ କୁଲମ୍। ଦେଖ 2 ରଖିଦେବି। ସମସ୍ତେ ଆମେ ଜାଣିଛେ ନାନୋ ମୂଲ୍ୟ ହେଉଛି କେତେ ଆମର ନା 10⁻⁹। ବାକି ମୁଁ କ'ଣ ରଖିଥିଲି କୁଲମ୍ ରଖିଥିଲି। ମୋର ଚାର୍ଜ ମୂଲ୍ୟ କେତେ ହେଇଗଲା 2 × 10⁻⁹ କୁଲମ୍। ଚାଲନ୍ତୁ ଦେନ୍ ଆମେ କ'ଣ କରିବା ନା ମୋର ଆଉ କ'ଣ ଦେଇଦେଇଛି ପୋଟେନ୍ସିଆଲ୍ ଗ୍ରାଡ଼ିଏଣ୍ଟ ମାନେ କ'ଣ ଦେଲା ଆମେ ସିମ୍ବଲ୍ ଜାଣିଛେ ଡିଭି ବାଇ କ'ଣ ଡିଆର୍ ମୋର କେତେ ଦେଇଦେଲା ନା -2 ନ୍ୟୁଟନ୍ ଫର୍ କୁଲମ୍। ପଚାରୁଛି କ'ଣ କଲେ ନା ଡିଷ୍ଟାନ୍ସ ଯାହାକୁ ଆମେ କ'ଣ କହୁଛେ ଆର୍ ଆମେ ପଚାରୁଛୁ। ଦେଖ ଜାଣିଛେ ଆମେ କ'ଣ ତାପରେ ଆମ ରିଲେସନ୍ଟେ ଅଛି ଇଲେକ୍ଟ୍ରିକ୍ ଫିଲ୍ଡ ଇଣ୍ଟେନ୍ସିଟି ଇ ଆଉ ପୋଟେନ୍ସିଆଲ୍ ଗ୍ରାଡ଼ିଏଣ୍ଟ। ସେ ରିଲେସନ୍ଟା ହେଉଛି କ'ଣ ମୁଁ ଲେଖିଦିଏ। ଦେଖନ୍ତୁ ୱି ନୋ ଫ୍ରମ୍ ଦ ରିଲେସନ୍ ବିଟୱିନ୍ ଇଲେକ୍ଟ୍ରିକ୍ ଫିଲ୍ଡ ଇଣ୍ଟେନ୍ସିଟି ଆଣ୍ଡ ଏ ପୋଟେନ୍ସିଆଲ୍ ଗ୍ରାଡ଼ିଏଣ୍ଟ ଭିତରେ କ'ଣ ଅଛି ନା ଇ ଇଜ୍ ଇକ୍ୱାଲ୍ ଟୁ -dv/dr ମାନେ ଇଲେକ୍ଟ୍ରିକ୍ ଫିଲ୍ଡ ଇଣ୍ଟେନ୍ସିଟି ଇଜ୍ ଦ ନେଗେଟିଭ୍ ଅଫ୍ ଦ ପୋଟେନ୍ସିଆଲ୍ ଗ୍ରାଡ଼ିଏଣ୍ଟ। ତାହେଲେ ମୋର ଇରେ ମୂଲ୍ୟ କେତେ ହେଇଯିବ ନା ଇ ଇଜ୍ ଇକ୍ୱାଲ୍ ଟୁ ମାଇନସ୍କୁ ମାଇନସ୍ ରଖିଦେଲି dv/dr ମୂଲ୍ୟ ମୋତେ କେତେ ଦେଇଥିଲା -2 ନ୍ୟୁଟନ୍ ଫର୍ କୁଲମ୍। ଦେଖନ୍ତୁ ମୋର ମାଇନସ୍ ମାଇନସ୍ ହେଇଗଲା ପ୍ଲସ୍ ତା ଅର୍ଥ ଇର ମୂଲ୍ୟ କେତେ ପାଇଗଲି ନା 2 ନ୍ୟୁଟନ୍ ଫର୍ କୁଲମ୍। ଦେଖନ୍ତୁ ମୋତେ କ'ଣ ପଚାରିଥିଲା କାଲକୁଲେଟ୍ ଦ ଡିଷ୍ଟାନ୍ସ ଅଫ୍ ଏ ପଏଣ୍ଟ ଚାର୍ଜ। ଦେଖନ୍ତୁ ଆମେ ଦେଖିଲେ ଏଠି ମୋର ଇର ମୂଲ୍ୟ ପାଇଛି, ଏଠି ମୋର କ୍ୟୁର ମୂଲ୍ୟ ଦେଇଛି ଏବଂ ପଚାରିଛି କ'ଣ ଆର୍। ଜାଣିଛେ ଆମେ ଇଲେକ୍ଟ୍ରିକ୍ ଫିଲ୍ଡ ଇଣ୍ଟେନ୍ସିଟି ମୋର ପଏଣ୍ଟ ଚାର୍ଜ ପାଇଁ ଫର୍ମୁଲା ଆମେ କେତେ ଜାଣିଛେ ନା ଇଲେକ୍ଟ୍ରିକ୍ ଫିଲ୍ଡ ଇଣ୍ଟେନ୍ସିଟି ଗୋଟେ କ'ଣ ପଏଣ୍ଟ ଚାର୍ଜ ଫର୍ମୁଲା ଅଛି କ'ଣ ନା ଇ ଇଜ୍ ଇକ୍ୱାଲ୍ ଟୁ 1/4πε0 Q/r²। ଦେଖନ୍ତୁ ଯେହେତୁ ମୋତେ ଇ ଗିଭେନ୍ ଅଛି କ୍ୟୁ ଅଛି ଆଉ ଆର୍ ଅଛି ପଚାରିଛି ପଏଣ୍ଟ ଚାର୍ଜ ସେଥିପାଇଁ ଫର୍ମୁଲା ପକାଇଥିଲି କେତେ ନା ଇ ଇଜ୍ ଇକ୍ୱାଲ୍ ଟୁ କେତେ ହେବ 1/4πε0 Q/r²। ଦେଖନ୍ତୁ ଇରେ ମୂଲ୍ୟ ଗିଭେନ୍ ଅଛି 2 ଏକୁ ଜାଣିଛେ ସମସ୍ତେ ଆମେ 1/4πε0 ଯେବେ ବି ଆମେ କୁଲମ୍ସ ଲ ପଢ଼ିଥିଲେ ଏର ମୂଲ୍ୟ ଜାଣିଥିଲେ ପ୍ରପୋର୍ସନାଲ୍ କନଷ୍ଟାଣ୍ଟ ମୂଲ୍ୟ ହେଉଛି ମୋର କେତେ 9 × 10⁹ ଇଣ୍ଟୁ କ୍ୟୁର ମୂଲ୍ୟ ଆମେ କେତେ ଜାଣିଛେ ନା ଦେଖନ୍ତୁ 2 × କେତେ 10⁻⁹ କୁଲମ୍ ପକାଇଦେଲି 2 × 10⁻⁹ ଡିଭାଇଡ଼ ବାଇ ମୋର r² ଅଛି। ଦେଖନ୍ତୁ 2 ରଖିଲି ଆଉ ଆମେ ସଲ୍ଭ କଲେ କ'ଣ ହେବ ନା 9 କୁ 2 ସବୁ ମୂଲ୍ୟ କେତେ ଆମର 18 ଇଣ୍ଟୁ 10⁻9 ଇଣ୍ଟୁ କେତେ 10⁻9 କେତେ ହେଇଯିବ 10⁻0 ହେଇଯିବ ଡିଭାଇଡ଼ ବାଇ r²। 2 ଇକ୍ୱାଲ୍ ଟୁ ଦେଖୁ ଜାଣିଛେ ଆମେ ଯେକୌଣସି ସଂଖ୍ୟାର ପାୱାର 0 ହେଲା ମାନେ ତା ମୂଲ୍ୟ କେତେ ହେଇଯିବ 1 ହେଇଯିବ। ତାହେଲେ ମୋର କେତେ ହେଲା ନା 18 × 1 ହେଲା 18 ଡିଭାଇଡ଼ ବାଇ r²। ଦେଖନ୍ତୁ ମୋତେ ପଚାରିଥିଲା ଡିଷ୍ଟାନ୍ସ ବାହାର କରିବା ପାଇଁ। ଏଠି ତ ମୋର ଡିଷ୍ଟାନ୍ସ ନାହିଁ, ଏଠି କ'ଣ ଅଛି ମୋର ଡିଷ୍ଟାନ୍ସର ସ୍କୋୟାର ଅଛି। ତାହେଲେ ଆମେ କ'ଣ କରିବା ନା ଖୋଲିଦେବା। ତାହେଲେ କ୍ରସ୍ ମଲ୍ଟିପ୍ଲାଏ କଲେ କେତେ ହେଲା ନା r² × 2 ଇକ୍ୱାଲ୍ 18d। ତାହେଲେ ଆମର r² ଇକ୍ୱାଲ୍ କେତେ ହେଇଯିବ ନା 18 ଡିଭାଇଡ଼ ବାଇ 2 ଇକ୍ୱାଲ୍ 9। ମୋତେ ଡିଷ୍ଟାନ୍ସ ପଚାରିଥିଲା, ଡିଷ୍ଟାନ୍ସକୁ ଆମେ ଆର୍ ନେଇଛେ। ଯଦି ମୋ r² ମୂଲ୍ୟ 9 ହେଲା ତାହେଲେ ମୋର ଆର ମୂଲ୍ୟ କେତେ ହେଇଗଲା 3 ମିଟର। ଥ୍ୟାଙ୍କ ୟୁ।